ସଲୋମନ ଯେତେବେଳେ ଈଶ୍ୱରଙ୍କ ଠାରୁ ଦୂରକୁ ଯିବା ଆରମ୍ଭ କଲେ, ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କୁ ଗ୍ରହଣ କଲେ ଓ ଅନ୍ୟ ଦେବତାର ଉପାସନା କଲେ, ସଲୋମନ ଭୁଲ କରିବାକୁ ବସିଲେ। ସେ ଅନେକ ବିଷୟ ସାଳିସ କରିବା ଆରମ୍ଭ କଲେ। ତାଙ୍କ ଆରମ୍ଭ ଅତି ସୁନ୍ଦର ଥିଲା, କିନ୍ତୁ ସଫଳତାର ଶୀର୍ଷରେ ପହଞ୍ଚିଲା ପରେ ଧୀରେ ଧୀରେ ଈଶ୍ୱରଙ୍କ ଠାରୁ ଜଗତ ଆଡ଼କୁ ଯିବାକୁ ଲାଗିଲେ। ଆମେ ଯଦି ଆମ ଜୀବନକୁ ଲକ୍ଷ୍ୟ କରୁ, ଆମ ଜୀବନର ଅବସ୍ଥା କ'ଣ ଠିକ୍ ସେହି ପ୍ରକାର ନୁହେଁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣଙ୍କୁ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆପଣ କେମିତି ଅଛନ୍ତି? ମୋର ବିଶ୍ୱାସ ପ୍ରଭୁଙ୍କ ଦୟା ଓ ଅନୁଗ୍ରହରୁ ଆପଣ ନିଶ୍ଚୟ ଭଲ ଥିବେ। ଆପଣ ନିୟମିତ ଆମ କାର୍ଯ୍ୟକ୍ରମ ଦେଖୁଅଛନ୍ତି, ଶିକ୍ଷା ଲାଭ କରୁଅଛନ୍ତି ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଅଛନ୍ତି। ସେଥିପାଇଁ ମୁଁ ବିଶେଷ ଆନନ୍ଦିତ। ଆପଣଙ୍କ ମତାମତ ନିଶ୍ଚୟ ଆମକୁ ଟିଭି ସ୍କ୍ରିନରେ ଦିଆଯାଇଥିବା ନମ୍ବରରେ ଜଣାଇବେ। ଆମେ ଆପଣଙ୍କ ଫୋନ କଲର ଅପେକ୍ଷାରେ ଅଛୁ। ସଲୋମନ ଉପାସନା ନିମନ୍ତେ ମନ୍ଦିର ନିର୍ମାଣ କଲେ ଓ ନିଜ ନିମନ୍ତେ ମଧ୍ୟ ରାଜପ୍ରସାଦ ନିର୍ମାଣ କଲେ। ଈଶ୍ୱର ତାଙ୍କୁ ବହୁଳ ଭାବେ ଆଶୀର୍ବାଦ କଲେ ଓ ଧନ ସମ୍ପତ୍ତିରେ ପୂର୍ଣ୍ଣ କଲେ। ଏହି ପର୍ବରେ ସଲୋମନ କରିଥିବା ସମସ୍ତ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଅଛି। ବାହାରେ ସଲୋମନ ଠିକ୍ ଦେଖାଗଲେ ମଧ୍ୟ ଭିତରେ ଧୀରେ ଧୀରେ ଈଶ୍ୱରଙ୍କ ଠାରୁ ଦୂରକୁ ଯିବା ଆମେ ଲକ୍ଷ୍ୟ କରୁଅଛୁ। ସେ ଯେତେବେଳେ ଈଶ୍ୱରଙ୍କ ଠାରୁ ଦୂରକୁ ଯିବା ଆରମ୍ଭ କଲେ, ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କୁ ଗ୍ରହଣ କଲେ ଓ ଅନ୍ୟ ଦେବତାର ଉପାସନା କଲେ। ସଲୋମନ ଭୁଲ କରିବାକୁ ବସିଲେ। ସେ ଅନେକ ବିଷୟ ସାଲିସ କରିବା ଆରମ୍ଭ କଲେ। ତାଙ୍କ ଆରମ୍ଭ ଅତି ସୁନ୍ଦର ଥିଲା, କିନ୍ତୁ ସଫଳତାର ଶୀର୍ଷରେ ପହଞ୍ଚିଲା ପରେ ଧୀରେ ଧୀରେ ଈଶ୍ୱରଙ୍କ ଠାରୁ ଜଗତ ଆଡ଼କୁ ଯିବାକୁ ଲାଗିଲେ। ଆମେ ଯଦି ଆମ ଜୀବନକୁ ଲକ୍ଷ୍ୟ କରୁ, ଆମ ଜୀବନର ଅବସ୍ଥା କ'ଣ ଠିକ୍ ସେ ପ୍ରକାର ନୁହେଁ କି? ଆମେ ଆମ ଉତ୍ତମ ଭାବେ କାର୍ଯ୍ୟ ଆରମ୍ଭ କରୁ, କିନ୍ତୁ ପରେ ପରେ ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଯାଉ, ଯାହା ଆମ ପତନର କାରଣ ଅଟେ। ଆମେ ଆଜିର ଅଧ୍ୟୟନ ଶେଷରେ ରାଜା ସଲୋମନ ମୃତ୍ୟୁ ବିଷୟରେ ଦେଖୁ। ତେବେ ଆସନ୍ତୁ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ପ୍ରଭୁଙ୍କ ବାକ୍ୟରେ ଆମ ଜୀବନ ପ୍ରଦୀପ, ସେ ପ୍ରଦୀପ ବଳେ ସଦା ହଜେ ପାପ ଅନ୍ଧାର। ପ୍ରଭୁଙ୍କ ବାକ୍ୟରେ ଆମ ଜୀବନ ପ୍ରଦୀପ, ସେ ପ୍ରଦୀପ ବଳେ ସଦା ହଜେ ପାପ ଅନ୍ଧାର। ଶୁଭ ସମାଚାର ନେଇ କୋଣେ କୋଣେ ଯିବା କହି, ଶୁଭ ସମାଚାର ନେଇ କୋଣେ କୋଣେ ଯିବା କହି, ଯୀଶୁଙ୍କ ସାକ୍ଷୀ ହୋଇବା। ଆମେ ଆପଣା ସମସ୍ତ ମନ ଦେଇ ପ୍ରଭୁଙ୍କ ସେବା କରିବା।
ପହଞ୍ଚିବା ସେ ସିଅନ ଦୁର୍ଦିନ ପରୀକ୍ଷାରେ ହେବା ଆମେ ବଳବାନ। ଜୀବନର ଲକ୍ଷ୍ୟ ଆମ ପହଞ୍ଚିବା ସେ ସିଅନ ଦୁର୍ଦିନ ପରୀକ୍ଷାରେ ହେବା ଆମେ ବଳବାନ। ଏହି ଶେଷ କାଳ ପାଇଁ ଯୀଶୁଙ୍କ ଶକ୍ତି ନେଇ ପ୍ରସ୍ତୁତ ହୋଇ ରହିଥିବା ଆମେ ଆପଣା ସମସ୍ତ ମନ ଦେଇ ପ୍ରଭୁଙ୍କ ସେବା କରିବା। ଆମେ ଆପଣା ସମସ୍ତ ପ୍ରାଣ ଦେଇ ପ୍ରଭୁଙ୍କ ସେବା କରିବା। ସମସ୍ତ ହୃଦୟ ଶରୀରକୁ ଦେଇ ପ୍ରଭୁଙ୍କ ସେବା କରିବା। ଆମେ ଆପଣା ସମସ୍ତ ମନ ଦେଇ ପ୍ରଭୁଙ୍କ ସେବା କରିବା। ପ୍ରଭୁଙ୍କ ସେବା କରିବା। ଆଜି ଆମେ ଦ୍ୱିତୀୟ ବଂଶାବଳୀ ପୁସ୍ତକ ତହିଁର 8 ଓ 9 ପର୍ବ ଅଧ୍ୟୟନ କରିବା ପାଇଁ ଯିବା। ଏହାର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ସଲୋମନଙ୍କ ଖ୍ୟାତି ଓ ସଫଳତା। ଏହି ଦ୍ୱିତୀୟ ବଂଶାବଳୀ 8 ଓ 9 ପର୍ବରେ ଆମେ ସଲୋମନଙ୍କର ଅନୁଭୂତି ଓ କାର୍ଯ୍ୟ ସମ୍ପର୍କରେ ଓ ଅନ୍ୟାନ୍ୟ କ୍ଷେତ୍ରରେ ତାହାଙ୍କର ସାକ୍ଷ୍ୟ ପ୍ରଭୃତି ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଏହି ବ୍ୟକ୍ତି ଜଣେ ଶକ୍ତିଶାଳୀ ଶାସକ ଥିଲେ। ସେ ଈଶ୍ୱରଙ୍କର ସମସ୍ତ ଯୋଜନା, ଉଦ୍ଦେଶ୍ୟ ଓ ପ୍ରତିଜ୍ଞା ସବୁକୁ ସଫଳ କରିବା ନିମନ୍ତେ ଚେଷ୍ଟା କରିଥିଲେ। ଦେଖନ୍ତୁ 8 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସଲୋମନ ସଦାପ୍ରଭୁଙ୍କ ଗୃହ ଓ ଆପଣା ଗୃହ 20 ବର୍ଷ ମଧ୍ୟରେ ନିର୍ମାଣ କଲେ। ଏହି ମନ୍ଦିର ନିର୍ମାଣ ଏକ ଦୀର୍ଘ ଦିନର ପ୍ରକଳ୍ପ ଥିଲା। ଏହା ପ୍ରକୃତରେ ତାହାଙ୍କର ରାଜତ୍ୱ କାଳର ଅର୍ଦ୍ଧେକ ସମୟ ନେଇଥିଲା। ତେଣୁକରି ଈଶ୍ୱର ମଧ୍ୟ ଏହି ବିଷୟ ପ୍ରତି ଦୃଷ୍ଟି ଦେଇଥିଲେ। ଏହାପରେ 2 ଓ 3 ପଦରେ ଏହିପରି ଲେଖା ଅଛି, ତହିଁ ଉତ୍ତାରେ ହୁରମ ସଲୋମନକୁ ଯେ ନଗର ଦେଇଥିଲା ସେସବୁ ସଲୋମନ ନିର୍ମାଣ କରି ତହିଁରେ ଇସ୍ରାଏଲ ସନ୍ତାନଗଣକୁ ବାସ କରାଇଲେ। ଅନନ୍ତର ସଲୋମନ ହମାତ ସୋବାକୁ ଯାଇ ତାହା ପରାସ୍ତ କଲେ। ଏହା ହେଉଛି ଏକମାତ୍ର ଯୁଦ୍ଧ ଯାହାକି ସଲୋମନଙ୍କ ରାଜତ୍ୱ ସମୟରେ ଘଟିଥିଲା ଓ ଏହା ମଧ୍ୟ ସେତେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବୋଲି ଜଣାଯାଏ ନାହିଁ। 9 ପଦରେ ଲେଖା ଅଛି, ମାତ୍ର ସଲୋମନ ଆପଣା କର୍ମ ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କାହାକୁ ଦାସ କଲେ ନାହିଁ। ସେମାନେ ଯୋଦ୍ଧା ଓ ପ୍ରଧାନ ସେନାପତି, ପୁଣି ତାଙ୍କର ରଥ ଓ ଅଶ୍ୱାରୋହୀମାନଙ୍କର ଅଧ୍ୟକ୍ଷ ହୋଇଥିଲେ। ଦେଖନ୍ତୁ, ସଲୋମନ ତାଙ୍କର ନିଜ ଲୋକମାନଙ୍କୁ ସୈନ୍ୟ ବିଭାଗରେ ଓ ନେତୃତ୍ୱ ସ୍ଥାନରେ ବା ଶାସକ ସ୍ଥାନରେ ରଖିଲେ। ମାତ୍ର ଅନ୍ୟ ସମସ୍ତ ଛୋଟ ଛୋଟ ତଥା ସାଧାରଣ କାର୍ଯ୍ୟ ନିମନ୍ତେ ଯେଉଁମାନେ ସେହି ଦେଶ ମଧ୍ୟରୁ ବହିଷ୍କୃତ ହୋଇ ନଥିଲେ, ଏପରି କିଣାନୀୟ ବଂଶର ମଧ୍ୟରୁ ଅନେକଙ୍କୁ ରଖିଲେ। 10 ପଦରେ ଲେଖା ଅଛି, ଆଉ ଏମାନଙ୍କ ମଧ୍ୟରୁ 250 ଜଣ ସଲୋମନ ରାଜାଙ୍କର ପ୍ରଧାନ ଅଧ୍ୟକ୍ଷ ଥିଲେ। ଏମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ସଲୋମନ ତାଙ୍କର ନିଜ ଲୋକମାନଙ୍କ ମଧ୍ୟରୁ ତାହାଙ୍କ ନିମନ୍ତେ ପ୍ରଧାନ ଅଧ୍ୟକ୍ଷ ସ୍ୱରୂପେ 250 ଜଣଙ୍କୁ ନିଯୁକ୍ତି ଦେଲେ। କିନ୍ତୁ ପରେ ଏଥି ନିମନ୍ତେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଲେ। ଈଶ୍ୱର ମଧ୍ୟ ତାହା ଦେଖିଥିଲେ, କିନ୍ତୁ ସେ ତାହା କରିବା ନିମନ୍ତେ କହିନଥିଲେ କି ଆଶୀର୍ବାଦ କରିନଥିଲେ। 11 ପଦରେ ଲେଖା ଅଛି, ଏଉତାରେ ସଲୋମନ ଫାରୋର କନ୍ୟା ନିମନ୍ତେ ଯେଉଁ ଗୃହ ନିର୍ମାଣ କରିଥିଲେ, ସେହି ଗୃହକୁ ଦାଉଦ ନଗରରୁ ତାହାକୁ ଆଣିଲେ। କାରଣ ସେ କହିଲେ, ଆମ୍ଭର ଭାର୍ଯ୍ୟା ଇସ୍ରାଏଲର ରାଜା ଦାଉଦଙ୍କର ଗୃହରେ ବାସ କରିବ ନାହିଁ, ଯେହେତୁ ଯେ ସ୍ଥାନକୁ ସଦାପ୍ରଭୁଙ୍କ ସିନ୍ଦୁକ ଆସିଅଛି ସେସବୁ ସ୍ଥାନ ପବିତ୍ର। ଏହା ଏକ କୌତୂହଳଜନକ ନିଷ୍ପତ୍ତି ଥିଲା, ଯାହାକି ସଲୋମନ ତାହାଙ୍କର ନିଜର ସ୍ତ୍ରୀ ବିଷୟ ନେଇଥିଲେ, ଯେ କି ଫାରୋଙ୍କର କନ୍ୟା ଥିଲା। ଦାଉଦଙ୍କ ନଗରଠାରୁ ଦୂରରେ ସେ ତାହାଙ୍କର ସ୍ତ୍ରୀ ନିମନ୍ତେ ଏକ ପ୍ରାସାଦ ନିର୍ମାଣ କରିଥିଲେ। ବର୍ତ୍ତମାନ ଇସ୍ରାଏଲ ଦେଶରୁ ଏହିପରି ମଧ୍ୟ ଶୁଣିବାକୁ ମିଳେ ଯେ ରାଜନୈତିକ ସୁଯୋଗ ନେବା ଲାଗି ସଲୋମନ ବିଭିନ୍ନ ଦେଶରୁ ବିଭିନ୍ନ ସ୍ତ୍ରୀମାନଙ୍କୁ ଗ୍ରହଣ କରିଥିଲେ। କାରଣ ଆପଣଙ୍କର ଶ୍ୱଶୁର କେବେ ହେଲେ ଆପଣଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପସନ୍ଦ କରିବେ ନାହିଁ। ତେଣୁ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠିତ କରାଇବା ନିମନ୍ତେ ଏହା ଥିଲା ସଲୋମନଙ୍କର ଏକ ଉପାୟ। କାରଣ ଜଣେ କେବେ ହେଲେ ଆଉ ଏକ ଦେଶ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବ ନାହିଁ
ଯେଉଁ ଦେଶରେ ତାହାର ଝିଅ ରାଣୀ ଭାବେ ରହିଅଛି। କିନ୍ତୁ ମୁଁ ଜାଣେ ନା ଏହି କାରଣ କେତେଦୂର ଯୁକ୍ତିଯୁକ୍ତ। ଏହା ଆଂଶିକ ଭାବେ ସତ ହୋଇପାରେ। ମାତ୍ର ସେ ଯାହା ହେଉନା କାହିଁକି ସଲୋମନ ଅଧିକ ସ୍ତ୍ରୀ ରଖିବା ଦ୍ୱାରା ଯେ ଈଶ୍ୱରଙ୍କ ଆଜ୍ଞାର ବିରୁଦ୍ଧାଚରଣ କାର୍ଯ୍ୟ କଲେ ଏଥିରେ ସନ୍ଦେହ ନାହିଁ। ତେବେ ଏହି ପର୍ବର ଅବଶିଷ୍ଟାଂଶ ମନ୍ଦିର ବିଷୟ ନେଇ ଅଧିକ କିଛି ପ୍ରକାଶ କରେ ଓ ସଲୋମନ ଯେ ଭୋଜିର ଆୟୋଜନ କଲେ ଓ ଯାଜକମାନଙ୍କୁ ନିଯୁକ୍ତ କଲେ ଓ ଲେବୀୟମାନଙ୍କୁ ସେମାନଙ୍କର କାର୍ଯ୍ୟ ନେଇ ନିଯୁକ୍ତ କଲେ ତାହା ପ୍ରକାଶ କରେ ଓ ଦାଉଦଙ୍କର ଯୋଜନା ଅନୁଯାୟୀ ସଲୋମନ ତାହା ସାଧନ କଲେ। ଆସନ୍ତୁ ଏହାପରେ ଆମେ 9 ପର୍ବ ମଧ୍ୟକୁ ଯିବା। ଏହି 9 ପର୍ବଟି ହେଉଛି ସଲୋମନଙ୍କ ବିଷୟ ନେଇ ପ୍ରକାଶ କରିବାରେ ଶେଷ ପର୍ବ। ଆମେ ଦେଖିଅଛୁ ଯେ ସଲୋମନଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫଳତାର କାର୍ଯ୍ୟ ଥିଲା ତାହାଙ୍କର ସେହି ମନ୍ଦିର ନିର୍ମାଣ କାର୍ଯ୍ୟ। ତାହେଲେ ବର୍ତ୍ତମାନ ଆଉ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ସେ ସାଧନ କରିଥିଲେ ଯାହାକି ଈଶ୍ୱର ଦ୍ୱିତୀୟରେ ପ୍ରକାଶ କରିବାକୁ ଇଚ୍ଛା କରନ୍ତି? ତେବେ ଆପଣ ଦେଖି ଖୁସି ହେବେ ଯେ ଈଶ୍ୱର ଇସ୍ରାଏଲ ଲୋକମାନଙ୍କଠାରୁ ଯେଉଁ ବିଷୟ ଆଶା କରୁଥିଲେ ତାହା ସଲୋମନ ସଫଳତାର ସହିତ ସାଧନ କଲେ, ଆଉ ତାହା ହେଉଛି ଜଗତ ନିକଟରେ ସାକ୍ଷୀ ହେବା। ତେବେ ଏହା ସଲୋମନଙ୍କ ଦ୍ୱାରା କିପରି ସାଧିତ ହେଲା ତାହା ଏହି 9 ପର୍ବରେ ଲକ୍ଷ୍ୟ କରିବାକୁ ଯିବା। ଇସ୍ରାଏଲକୁ ଯେଉଁପରି ଭାବେ ସାକ୍ଷୀ ହେବାକୁ ଥିଲା ତାହା ବର୍ତ୍ତମାନର ଖ୍ରୀଷ୍ଟୀୟ ମଣ୍ଡଳୀ ସାକ୍ଷୀ ହେବାଠାରୁ ଭିନ୍ନ ଧରଣର ଥିଲା। ଇସ୍ରାଏଲକୁ ସେହି ଜେରୁସାଲେମକୁ ଯିବାକୁ ଥିଲା ଓ ତାହା ସହିତ ସେହି ମନ୍ଦିରକୁ ଯାଇ ଉପାସନା କରିବା ନିମନ୍ତେ ସମଗ୍ର ଜଗତକୁ ନିମନ୍ତ୍ରଣ କରିବାକୁ ଥିଲା। କିନ୍ତୁ ମଣ୍ଡଳୀ ସେହି ଜେରୁସାଲେମରେ ଆରମ୍ଭ ହୋଇ ଜଗତର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିବାକୁ ଅଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ମଣ୍ଡଳୀ ଜଗତ ନିକଟକୁ ସୁଷମାଚାର ବହନ କରି ନେଇଯିବାକୁ ଅଛି। ମାତ୍ର ଇସ୍ରାଏଲ ନିମନ୍ତେ ସମଗ୍ର ଜଗତକୁ ସେହି ଜେରୁସାଲେମକୁ ଆସିବା ନିମନ୍ତେ ନିମନ୍ତ୍ରଣ କରିବାକୁ ଥିଲା ଓ ମନ୍ଦିରରେ ଈଶ୍ୱରଙ୍କ ଭାବବାଣୀର ଅଂଶୀ କରାଇବାକୁ ଥିଲା। ଇସ୍ରାଏଲକୁ ଏକ ଜାତି ହିସାବରେ ଜଗତ ନିକଟରେ ସତ୍ୟ ଓ ଜୀବନ୍ତ ଈଶ୍ୱର ସାକ୍ଷୀ ହେବାକୁ ଥିଲା ଓ ମଣ୍ଡଳୀକୁ ବ୍ୟକ୍ତିଗତ ଭାବରେ ସମଗ୍ର ଜଗତ ନିକଟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପୁନରୁଦ୍ଧିତ ଓ ଜୀବନ୍ତ ଉଦ୍ଧାରକର୍ତ୍ତା ରୂପେ ପ୍ରଚାର କରିବାକୁ ଅଛି। ବର୍ତ୍ତମାନ ଇସ୍ରାଏଲ କେତେକ ପରିମାଣରେ ତାହାର ଈଶ୍ୱର ଦତ୍ତ ଉଦ୍ଦେଶ୍ୟକୁ ସଫଳ କରିଅଛି, ଯାହାକି ସେହି ମନ୍ଦିରକୁ ଆସି ଈଶ୍ୱରଙ୍କ ସେବା ଉପାସନାରେ ଅଂଶୀ ହୋଇ ଈଶ୍ୱରଙ୍କ ବିଷୟରେ ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥିବା କେତେକ ବିଜାତୀୟମାନଙ୍କ ଦ୍ୱାରା ସୁସ୍ପଷ୍ଟ ହୋଇଅଛି। କିନ୍ତୁ ମଣ୍ଡଳୀର କୃତକାର୍ଯ୍ୟ ହେବାର ମାପକାଠି ହେଉଛି କେତେକ ଜାତି ଓ ଗୋଷ୍ଠୀର ଲୋକମାନେ ଅଛନ୍ତି ଯେଉଁମାନଙ୍କ ନିକଟକୁ ଆଜି ଆମେ ସୁସମାଚାର ବହନ କରି ନେଇକି ଯାଉ। ଦାଉଦ ଓ ସଲୋମନଙ୍କ ସମୟରେ ବିଜାତୀୟମାନେ ଇସ୍ରାଏଲର ଈଶ୍ୱରଙ୍କର ପରିଚୟ ପାଇଥିଲେ, ଯେଉଁମାନଙ୍କ ବିଷୟରେ ଆମମାନେ ଜାଣିନାହୁଁ କି ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଲିଖିତ ଆକାରରେ ସ୍ଥାନ ପାଇନାହିଁ। ମାତ୍ର ତଥାପି କେତେକ ବିଜାତୀୟଙ୍କ ବିଷୟରେ ପରିଚୟ ପାଉ। ସେମାନେ ହେଲେ ସୋରର ରାଜା ହିରମ ଓ ଶିବା ଦେଶର ରାଣୀ। ହିରମ ଯେ କି ସୋରର ରାଜା ଥିଲେ ଓ ଦାଉଦଙ୍କର ବନ୍ଧୁ ଥିଲେ, ସେ ଈଶ୍ୱରଙ୍କ ବିଷୟରେ ଜାଣିବାକୁ ପାରିଲେ। ସେ ସେହି ମନ୍ଦିର ନିମନ୍ତେ ଅନେକ ବହୁମୂଲ୍ୟ ବିଷୟମାନ ଦାନ କରିଥିଲେ। ସେ ମନ୍ଦିର ନିମନ୍ତେ ଅନେକ ଉପାଦାନମାନ ଓ କାର୍ଯ୍ୟକାରୀମାନଙ୍କୁ ଯୋଗାଇଲେ। ଆପଣ ଜାଣନ୍ତି ସେ ସଲୋମନଙ୍କ ନିକଟକୁ କ'ଣ ଲେଖିଥିଲେ? ଦ୍ୱିତୀୟ ବଂଶାବଳୀ 2 ପର୍ବର 12 ପଦରେ ଏହିପରି ଲେଖା ଅଛି, ହିରମ ଆହୁରି କହିଲା, ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ ହୁଅନ୍ତୁ। ସେ ସଦାପ୍ରଭୁଙ୍କ ନିମନ୍ତେ ଏକ ଗୃହ ଓ ଆପଣା ରାଜ୍ୟ ନିମନ୍ତେ ଏକ ଗୃହ ନିର୍ମାଣ ପାଇଁ ଦାଉଦ ରାଜାଙ୍କୁ ବୁଦ୍ଧି ଓ ବିବେଚନା ବିଶିଷ୍ଟ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି। ହିରମ ଜେଫତର ପୁତ୍ର ଥିଲେ। ସେହିପରି ଶିବା ଦେଶର ରାଣୀଙ୍କ ବିଷୟରେ ଏହି 9 ପର୍ବରେ ଉଲ୍ଲେଖ ହୋଇଅଛି, ଯେପରି ଆମେ ଜାଣିବାକୁ ପାରିବୁ ଯେ ଇସ୍ରାଏଲ ଜଗତର ପ୍ରାନ୍ତ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିମନ୍ତେ ସାକ୍ଷୀ ହୋଇଥିଲେ। ସେହିପରି ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଯେତେବେଳେ ଆମେ ନୂତନ ନିୟମରେ ସେହି ଆଦ୍ୟ ମଣ୍ଡଳୀର ପ୍ରଚାର କାର୍ଯ୍ୟ ବିଷୟରେ ଦେଖିବାକୁ ପାରୁ, ସେତେବେଳେ ଆମେ ଉଦାହରଣ ସ୍ୱରୂପ କେତେକ ବିଜାତୀୟଙ୍କୁ ଦେଖିବାକୁ ପାରୁ, ଯେଉଁମାନେ କି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିଥିଲେ। ସେମାନେ ହେଲେ ଇଥିଓପିଆର ନପୁଂସକ ଯେ କି ହାମର ସନ୍ତାନ ଥିଲେ, କର୍ଣ୍ଣିଲିୟ ଯେ କି ଜେଫତର ସନ୍ତାନ ଓ ତାର୍ସର ସାଉଲ ଯେ କି ସେମର ସନ୍ତାନ ଥିଲେ ଓ ସେହି ସେମ, ହାମ ଓ ଜେଫତ ନୋହଙ୍କର ସନ୍ତାନ ଥିଲେ। ତେଣୁକରି ଏହିପରି ଭାବରେ ସୁସମାଚାର ସମଗ୍ର ମାନବ ଜାତି ନିକଟରେ ପହଞ୍ଚି ପାରିଛି ଓ ବର୍ତ୍ତମାନ ମଧ୍ୟ ପ୍ରଚାରିତ ହେଉଅଛି ଓ ଅନେକ ସେହି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନରେ ପ୍ରବେଶ କରୁଅଛନ୍ତି। ସେହି ପୁରାତନ ନିୟମର ସମୟଠାରୁ ଆଜି ପର୍ଯ୍ୟନ୍ତ ବାକ୍ୟ ପ୍ରଚାରିତ ହେବାରେ ଲାଗିଛି। ଅନେକ ଈଶ୍ୱରଙ୍କର ପରିଚୟ ପାଇ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେଉଅଛନ୍ତି ଓ ଈଶ୍ୱରଙ୍କ ସନ୍ତାନ ରୂପେ ଗୃହୀତ ହେଉଅଛନ୍ତି। ଆସନ୍ତୁ ଏହି 9 ପର୍ବରେ ଶିବା ଦେଶର ରାଣୀ କିପରି ଜେରୁସାଲେମକୁ ଆସି ଈଶ୍ୱରଙ୍କର ପରିଚୟ ପାଇଥିଲେ ଓ ସଲୋମନଙ୍କୁ ସାକ୍ଷାତ କରିଥିଲେ ତାହା ଲକ୍ଷ୍ୟ କରିବାକୁ ଯିବା।
ଦେଖନ୍ତୁ 9 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଅନନ୍ତର ସିବା ଦେଶର ରାଣୀ ସଲୋମନଙ୍କର ସୁଖ୍ୟାତି ଶୁଣି ନିଗୁଡ଼ା ପ୍ରଶ୍ନ ଦ୍ୱାରା ଜିରୁସାଲାମରେ ସଲୋମନଙ୍କର ପରୀକ୍ଷା କରିବା ପାଇଁ ସୁଗନ୍ଧି ଦ୍ରବ୍ୟ ଓ ବିସ୍ତର ସୁବର୍ଣ୍ଣ ଓ ମଣିବାହକ ଉଷ୍ଟ୍ରଗଣ ସଙ୍ଗେ ନେଇ ମହାସମାରୋହରେ ଆସିଲା। ପୁଣି ସେ ସଲୋମନଙ୍କ ନିକଟକୁ ଆସି ଆପଣା ମନରେ ଯାହା ଯାହା ଥିଲା ସେସବୁ ବିଷୟରେ ତାଙ୍କ ସଙ୍ଗେ କଥାବାର୍ତ୍ତା କଲା। ତହିଁରେ ସଲୋମନ ତାହାର ସମସ୍ତ ପ୍ରଶ୍ନର ଉତ୍ତର କଲେ ଓ ସଲୋମନଙ୍କର ବୋଧାଗମ୍ୟ କୌଣସି ବିଷୟ ନଥିଲା ଯାହା ସେ ତାହାକୁ କହିଲେ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ସଲୋମନ ଶିବାର ରାଣୀକୁ ତାହାଙ୍କ ରାଜ୍ୟର ସମସ୍ତ ବିଷୟ ଜଣାଇଲେ। ସେ ତାହାକୁ କହିଲେ ଯେ ଈଶ୍ୱର ତାହାଙ୍କୁ ତାହାଙ୍କର ଜ୍ଞାନ ପ୍ରଦାନ କରିଅଛନ୍ତି। ସେ ମଧ୍ୟ ତାହାକୁ କହିଲେ ଯେ ମନ୍ଦିର ହେଉଛି ସେମାନଙ୍କର ଈଶ୍ୱରଙ୍କ ସହିତ ସାକ୍ଷାତ କରିବାର ସ୍ଥାନ, ଯେହେତୁ ଈଶ୍ୱର ସେମାନଙ୍କୁ ସେହି ସ୍ଥାନରେ ସାକ୍ଷାତ କରିବା ନିମନ୍ତେ କହିଥିଲେ। 3 ଓ 4 ପଦରେ ଏହିପରି ଲେଖା ଅଛି, ପୁଣି ଶିବାର ରାଣୀ ସଲୋମନଙ୍କର ଜ୍ଞାନ ଓ ତାଙ୍କ ନିର୍ମିତ ଗୃହ ଓ ତାଙ୍କର ମେଜର ଖାଦ୍ୟଦ୍ରବ୍ୟ ଓ ତାଙ୍କର ଭୃତ୍ୟମାନଙ୍କର ଆସନ ଓ ତାଙ୍କର ମନ୍ତ୍ରୀମାନଙ୍କର ସେବା ଓ ସେମାନଙ୍କର ବସ୍ତ୍ର ଓ ତାଙ୍କର ପାତ୍ରବାହକଗଣ ଓ ସେମାନଙ୍କର ବସ୍ତ୍ର ଓ ସଦାପ୍ରଭୁଙ୍କ ଗୃହକୁ ଉଠିଯିବା ପାଇଁ ତାହାର ପାବଛ ଏହିସବୁ ଦେଖି ହତଜ୍ଞାନ ହେଲା। ପ୍ରଥମ ରାଜାବଳୀ 10 ପର୍ବର 24 ପଦରେ ଲେଖା ଅଛି, ଆଉ ପରମେଶ୍ୱର ସଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ ତାହାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତେ ତାହାଙ୍କର ସାକ୍ଷାତ କରିବାକୁ ଲୋଡ଼ିଲେ। ଏଠାରେ କିନ୍ତୁ କେବଳ ଶିବା ଦେଶର ରାଣୀଙ୍କ ବିଷୟ ଉଦାହରଣ ସ୍ୱରୂପ ଉପସ୍ଥାପିତ କରାଯାଇଅଛି। କିନ୍ତୁ ଆପଣ ଦେଖିବାକୁ ପାରିବେ ଯେ ଇସ୍ରାଏଲ ଜାତି ସମଗ୍ର ଜଗତରେ ଈଶ୍ୱରଙ୍କର ସାକ୍ଷୀ ହେବାରେ କୃତକାର୍ଯ୍ୟ ହୋଇଥିଲେ। ଲେଖା ଅଛି, ସଦାପ୍ରଭୁଙ୍କ ଗୃହକୁ ଉଠିଯିବା ପାଇଁ ତାହାର ପାବଛ। ଏହା ହୋମବଳି ଥିଲା ଯାହାକି ସେ ଉତ୍ସର୍ଗ କରିଥିଲେ। ଆଉ ସେହି ହୋମବଳି ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ। କୌଣସି ଜାତିର ଏପରି କୌଣସି ବିଷୟ ନଥିଲା ଯାହାକି ପାପ ନିମନ୍ତେ ଉତ୍ସର୍ଗ କରାଯାଉଥିବା ବଳି ସହିତ ସମକକ୍ଷ ହୋଇପାରେ। ଏହି ବିଷୟ ଯାହାକି ସେହି ଶିବା ଦେଶର ରାଣୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା। ଏହି ବଳି ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ଦାଉଦ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଏତେ ଅଧିକ କହିଥିଲେ ଓ ଲେଖିଥିଲେ ଯେ ମୁଁ ଭାବୁନାହିଁ ସଲୋମନ ଶିବାର ରାଣୀକୁ ତାହା ନ କହି ଛାଡ଼ି ଦେଇଥିବ ବୋଲି। ଏହାପରେ 9 ପର୍ବର 5 ଓ 6 ପଦରେ ଏହିପରି ଲେଖା ଅଛି, ତଉଁ ସେ ରାଜାଙ୍କୁ କହିଲା, ଆମ୍ଭେ ଆପଣା ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ଓ ଆପଣଙ୍କ ଜ୍ଞାନ ବିଷୟରେ ଯେଉଁ ସମ୍ବାଦ ପାଇଥିଲୁ ତାହା ସତ୍ୟ। ତଥାପି ଆମ୍ଭେ ଆସି ଆପଣା ଚକ୍ଷୁରେ ନ ଦେଖିବା ଯାଏ ଲୋକମାନଙ୍କର କଥା ବିଶ୍ୱାସ କଲୁ ନାହିଁ। ଆଉ ଦେଖନ୍ତୁ, ଆପଣଙ୍କ ଜ୍ଞାନର ଅର୍ଦ୍ଧେକ ମାହାତ୍ମ୍ୟ ଆମ୍ଭକୁ କୁହାଯାଇ ନଥିଲା। ଆମ୍ଭ ଶୁଣିବାର ଅପେକ୍ଷା ଆପଣଙ୍କ ସୁଖ୍ୟାତି ଅଧିକ। ଶିବାର ରାଣୀ କହିଲେ, ଈଶ୍ୱର ଯାହା ସାଧନ କରିଥିଲେ ଯେତେବେଳେ ତାହା ମୁଁ ଶୁଣିଲି ସେତେବେଳେ ମୁଁ ଏହା ବିଶ୍ୱାସ କଲି ନାହିଁ। କିନ୍ତୁ ରାଣୀଙ୍କର ଯଥେଷ୍ଟ ବିଶ୍ୱାସ ଥିଲା। ତେଣୁକରି ଯେତେବେଳେ ସଲୋମନଙ୍କ ମହାନତା ବିଷୟରେ ଶୁଣିବାକୁ ପାରିଲେ ସେତେବେଳେ ସେ ସଲୋମନଙ୍କ ନିକଟକୁ ଆସିବା ନିମନ୍ତେ ତାହାଙ୍କର ଯାତ୍ରା ଆରମ୍ଭ କଲେ। ଓ ବିଶ୍ୱାସ କରନ୍ତୁ, ସେ ସେହି ଦୀର୍ଘ ମରୁଭୂମିର ପଥ ମଧ୍ୟ ଦେଇ ଅନେକ ଦିନ ଯାତ୍ରା କରିବା ପରେ ଆସି ସଲୋମନଙ୍କ ନିକଟରେ ପହଞ୍ଚିଥିବେ। ହୋଇପାରେ ସେ କେତେକ ମାସ ଧରି ସେହି ସୁଦୀର୍ଘ ମରୁଭୂମି ମଧ୍ୟ ଦେଇ ଯାତ୍ରା କରିଥିବେ। କିନ୍ତୁ କ'ଣ ପାଇଁ? ସଲୋମନଙ୍କର ଜ୍ଞାନର କଥା ଶୁଣିବା ପାଇଁ ଓ ତାହାଙ୍କର ଈଶ୍ୱରଙ୍କ ବିଷୟରେ କିଛି ଶିକ୍ଷା କରିବା ପାଇଁ। ତେଣୁକରି ଯେତେବେଳେ ସେ ସେହି ହୋମବଳି ଦେଖିଲେ ସେତେବେଳେ ସେ ହତଜ୍ଞାନ ହେଲେ। ସେ ଯେପର୍ଯ୍ୟନ୍ତ ତାହା ଦେଖିନଥିଲେ ସେ ପର୍ଯ୍ୟନ୍ତ ସେ ତାହା ବିଶ୍ୱାସ କରିନଥିଲେ। ତେବେ ଦେଖନ୍ତୁ, ସେହିସବୁ ଦେଖିବା ପରେ ଶିବାର ରାଣୀ କ'ଣ କହୁଅଛନ୍ତି। 7 ଓ 8 ପଦରେ ଲେଖା ଅଛି, ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କର ଏହି ଦାସମାନେ ଧନ୍ୟ। ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଠିଆ ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି। ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ଧନ୍ୟ, ଯିଏ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ପକ୍ଷରେ ରାଜା ହେବାକୁ ଆପଣା ସିଂହାସନରେ ଆପଣଙ୍କୁ ବସାଇ ଅଛନ୍ତି। ଯେଣୁ ଆପଣଙ୍କ ପରମେଶ୍ୱର ଇସ୍ରାଏଲକୁ ଅନନ୍ତକାଳ ସ୍ଥାୟୀ କରିବା ନିମନ୍ତେ ସେମାନଙ୍କୁ ପ୍ରେମ କରନ୍ତି। ଏହି ହେତୁରୁ ବିଚାର ଓ ନ୍ୟାୟ କରିବାକୁ ସେ ସେମାନଙ୍କ ଉପରେ ଆପଣଙ୍କୁ ରାଜା କଲେ। ଶିବାର ରାଣୀ ବର୍ତ୍ତମାନ ଇସ୍ରାଏଲର ଈଶ୍ୱରଙ୍କର ପ୍ରଶଂସା କରୁଅଛନ୍ତି। ଯେତେବେଳେ ପ୍ରଭୁ ଯୀଶୁ ଏହି ରାଣୀଙ୍କ ବିଷୟ ନେଇ କହିଲେ ସେତେବେଳେ ସେ ଏହିପରି କହିଲେ ଯାହାକି ମାଥ୍ୟୁ 12 ପର୍ବର 42 ପଦରେ ଲେଖା ଅଛି, ଆଉ ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେ ସଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ। ଆପଣ ଦେଖନ୍ତୁ, ଶିବା ଦେଶ ଦକ୍ଷିଣ ପଶ୍ଚିମ ଆରବିଆ ଓ ଆଫ୍ରିକାରେ ମଧ୍ୟ ଥିଲା। ଯେହେତୁ ପ୍ରଭୁ ଯୀଶୁ କହିଲେ ଯେ ଶିବା ଦେଶର ରାଣୀ ପୃଥିବୀର ପ୍ରାନ୍ତରୁ ଆସିଥିଲେ, ତେଣୁକରି ମୁଁ ଭାବେ ଯେ ସେ ଆଫ୍ରିକା ଦେଶରୁ ଆସିଥିଲେ। କିନ୍ତୁ ତାହାର
ଭୂଷଣ ଓ ସମାରୋହ ପ୍ରାଚ୍ୟ ସଭ୍ୟତାର ଧନ ସମ୍ପଦ ଓ ବିଳାସ ବ୍ୟସନର ବିଷୟକୁ ପ୍ରକାଶ କରେ। କିନ୍ତୁ ସେ ଯାହା ହେଉନା କାହିଁକି ତାହାଙ୍କର ଏହିପରି କାର୍ଯ୍ୟ ଅତି ପ୍ରଶଂସନୀୟ ଥିଲା, ଯାହାକି ଅନ୍ୟ କୌଣସି ଲୋକର କାର୍ଯ୍ୟ ଏହିପରି ପ୍ରଭାବ ପକାଇ ପାରିନଥିଲା। ସେ ଅନେକ କଷ୍ଟ ତଥା ତ୍ୟାଗ ସ୍ୱୀକାର କରି ରାଜା ସଲୋମନଙ୍କର ଜ୍ଞାନର କଥା ଓ ତାହାଙ୍କର ଈଶ୍ୱରଙ୍କ ବିଷୟରେ କିଛି ଶିକ୍ଷା କରିବାକୁ ଆସିଥିଲେ ଓ ସେ ସେହି ହୋମବଳି ବିଷୟକୁ ଦେଖି ଅତି ଚମତ୍କୃତ ହୋଇଯାଇଥିଲେ। ଏହି ଶିବାର ରାଣୀ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ଜାଣିବା ନିମନ୍ତେ ଆସିଥିଲେ। ଆଉ କିଏ ତାହାଙ୍କୁ ଈଶ୍ୱରଙ୍କ ବିଷୟ ଜଣାଇଲେ? ସେ ହେଉଛନ୍ତି ରାଜା ସଲୋମନ ଓ ଇସ୍ରାଏଲ ଜାତି। ଆପଣଙ୍କର ମନେଥିବ, ଦିନେ ପ୍ରଭୁ ଯୀଶୁ ଜଣେ ସ୍ତ୍ରୀ ଲୋକକୁ କହିଥିଲେ, ଆଗ ନାରୀ, ମୋ କଥା ବିଶ୍ୱାସ କର, ଯେଉଁ ସମୟରେ ତୁମେମାନେ ଏହି ପର୍ବତରେ କିମ୍ବା ଜେରୁସାଲେମରେ ପିତାଙ୍କର ଉପାସନା କରିବ ନାହିଁ, ଏପରି ସମୟ ଆସୁଅଛି। ଯୀଶୁଙ୍କ ସମୟରେ ସେହି ସମୟ ଆସୁଥିଲା ଓ ସେହି ସମୟ ମଧ୍ୟ ଆସିଲା, ଯେପରି ଆମ୍ଭମାନଙ୍କୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁସମାଚାର ବହନ କରିବାକୁ ହୁଏ। କିନ୍ତୁ ସେ ଯାହା ହେଉନା କାହିଁକି ସଲୋମନଙ୍କ ସମୟରେ ପୃଥିବୀର ପ୍ରାନ୍ତରୁ ଲୋକମାନେ ଜେରୁସାଲେମକୁ ସୁସମାଚାର ଶୁଣିବା ନିମନ୍ତେ ଆସିଥିଲେ। ଏହାପରେ 9 ପର୍ବର 22-28 ପଦ ମଧ୍ୟରେ ଏହିପରି ଲେଖା ଅଛି, ଏହି ରୂପେ ସଲୋମନ ରାଜା ଐଶ୍ୱର୍ଯ୍ୟରେ ଓ ଜ୍ଞାନରେ ପୃଥିବୀସ୍ଥ ସମସ୍ତ ରାଜାଙ୍କୁ ବଳିଗଲେ। ଆଉ ପରମେଶ୍ୱର ସଲୋମନଙ୍କର ହୃଦୟରେ ଯେଉଁ ଜ୍ଞାନ ଦେଇଥିଲେ, ତହିଁର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ରାଜା ତାଙ୍କର ସାକ୍ଷାତ କରିବାକୁ ଚାହିଁଲେ। ପୁଣି ପ୍ରତ୍ୟେକ ଲୋକ ନିରୂପଣାନୁସାରେ ବର୍ଷକୁ ବର୍ଷ ଆପଣା ଆପଣାର ଭେଟି ରୂପେ ରୂପାପାତ୍ର ଓ ସୁନାପାତ୍ର ଓ ବସ୍ତ୍ର, ଅସ୍ତ୍ରଶସ୍ତ୍ର ଓ ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଆଣିଲେ। ଆଉ ସଲୋମନଙ୍କର ଅଶ୍ୱ ଓ ରଥ ନିମନ୍ତେ 4000 ଶାଳା ଥିଲା ଓ 12,000 ଅଶ୍ୱାରୂଢ଼ ଥିଲେ। ଏସବୁକୁ ସେ ରଥ ନଗର ମାନରେ ଓ ଜେରୁସାଲେମରେ ରାଜାଙ୍କ ନିକଟରେ ରଖିଲେ। ଆଉ ସେ ଫରାତ ନଦୀଠାରୁ ପଲେଷ୍ଟିୟମାନଙ୍କର ଦେଶ ଓ ମିଶ୍ରର ସୀମା ପର୍ଯ୍ୟନ୍ତ ସମସ୍ତ ରାଜା ଉପରେ ରାଜତ୍ୱ କଲେ। ପୁଣି ରାଜା ଜେରୁସାଲେମରେ ରୂପାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବୁରି ବୃକ୍ଷ ପରି କଲେ। ଆଉ ଲୋକମାନେ ମିଶ୍ରରୁ ଓ ସମସ୍ତ ଦେଶରୁ ସଲୋମନଙ୍କ ପାଇଁ ଅଶ୍ୱ ଆଣିଲେ। ଏହି ଅଂଶ ମଧ୍ୟରେ ଆମମାନେ ସଲୋମନଙ୍କର ଖ୍ୟାତି ପୃଥିବୀର ଚାରିଆଡ଼େ ବ୍ୟାପି ଯିବାର ଲକ୍ଷ୍ୟ କରିବାକୁ ପାରୁ। ତାଙ୍କ ସମୟରେ ସେ ସମଗ୍ର ଜଗତ ନିକଟରେ ସାକ୍ଷୀ ହେଲେ। କିନ୍ତୁ 25 ପଦରେ ଆମେ ତାହାଙ୍କ ଜୀବନରେ ଏକ ଦୁର୍ବଳତା ଦେଖିବାକୁ ପାରୁ, ଯାହାକି ତାହାଙ୍କ ଜୀବନର ବିଫଳତାର କାରଣ ହେଲା। ଆଉ ତାହା ହେଉଛି ସେ ମୂଷାଙ୍କର ବ୍ୟବସ୍ଥା ଅନୁଯାୟୀ ନ ଚାଲି ଅଧିକ ସଂଖ୍ୟକ ଅଶ୍ୱ ଓ ଅଧିକ ସଂଖ୍ୟକ ସ୍ତ୍ରୀମାନଙ୍କୁ ବଢ଼ାଇଲେ। କିନ୍ତୁ ସେ ଯାହା ହେଉନା କାହିଁକି ସେ ଏହି ଜଗତର ଏକ ମହାନ ଶାସକ ତଥା ରାଜା ଥିଲେ। ଏହାପରେ 9 ପର୍ବର 29-31 ପଦରେ ଏହିପରି ଲେଖା ଅଛି, ସଲୋମନଙ୍କର ଅବଶିଷ୍ଟ ବୃତ୍ତାନ୍ତ ଆଦ୍ୟାନ୍ତ ନାଥନ ଭବିଷ୍ୟତ ବକ୍ତାଙ୍କର ଇତିହାସ ପୁସ୍ତକରେ ଓ ସିଲୋନୀୟ ଅହିୟର ଭବିଷ୍ୟତ ବାକ୍ୟରେ ଓ ନବାଟର ପୁତ୍ର ଜାରବିଆମ ବିଷୟକ ଇଦୋ ଦର୍ଶକର ଦର୍ଶନ ମଧ୍ୟରେ କ'ଣ ଲେଖା ନାହିଁ? ସଲୋମନ ଜେରୁସାଲେମରେ 40 ବର୍ଷ କାଳ ସମଗ୍ର ଇସ୍ରାଏଲ ଉପରେ ରାଜତ୍ୱ କଲେ। ପୁଣି ସଲୋମନ ଆପଣା ପିତୃଲୋକଙ୍କ ସହିତ ଶୟନ କରି ଆପଣା ପିତା ଦାଉଦଙ୍କର ନଗରରେ କବରପ୍ରାପ୍ତ ହେଲେ। ତେଣୁ ତାଙ୍କର ପୁତ୍ର ରିହବିଆମ ତାଙ୍କର ପଦରେ ରାଜ୍ୟ କଲେ। ଏହି ଅଂଶ ମଧ୍ୟରେ ଆମେ ତାଙ୍କର ମୃତ୍ୟୁ ଘଟିବାର ଦେଖିବାକୁ ପାରୁ। ଈଶ୍ୱର ସଲୋମନଙ୍କ ପ୍ରତି ତାଙ୍କର ପ୍ରତିଜ୍ଞା ସଫଳ କଲେ। ସେ ଯେଉଁ ଜ୍ଞାନ ମାଗିଥିଲେ, ଈଶ୍ୱର ମଧ୍ୟ ତାହାଙ୍କୁ ଜ୍ଞାନ ଦେଲେ ଓ ଏଥିସହିତ ତାହାଙ୍କୁ ପ୍ରଚୁର ଧନ ଓ ସମ୍ମାନରେ ବିଭୂଷିତ କଲେ, ଯାହାକି ତାହାଙ୍କ ପୂର୍ବରୁ ଓ ତାହାଙ୍କ ପରେ ମଧ୍ୟ କୌଣସି ରାଜା ଏ ପ୍ରକାର ଜ୍ଞାନ ଓ ଧନରେ ପରିପୂର୍ଣ୍ଣ ହୋଇନଥିଲେ। ତାହାଙ୍କ ପରି ଧନୀ ଓ ଜ୍ଞାନୀ ରାଜା ଇସ୍ରାଏଲ ମଧ୍ୟରେ କେହି ନଥିଲେ। ବାସ୍ତବରେ ଯେଉଁମାନେ ଈଶ୍ୱରଙ୍କ ବିଷୟରେ ଉଦ୍ଯୋଗୀ ହୁଅନ୍ତି ଓ ତାହାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି, ସେମାନେ ଜୀବନରେ କୃତକାର୍ଯ୍ୟ ହୁଅନ୍ତି। ହଁ, ମଣିଷ ଜୀବନରେ ଦୋଷ ଦୁର୍ବଳତା ଆସିପାରେ, ମାତ୍ର ଯେଉଁମାନେ ଅନୁତାପ କରି ତାହା ସ୍ୱୀକାର କରନ୍ତି, ସେମାନେ କ୍ଷମାପ୍ରାପ୍ତ ହୁଅନ୍ତି। ରାଜା ସଲୋମନ ମଧ୍ୟ କହିଛନ୍ତି ଯେ ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ବାସ୍ତବ ଭାବରେ ତାଙ୍କ ଜୀବନରେ ସେ ସଦାପ୍ରଭୁଙ୍କୁ ଭୟ କରିଥିବାରୁ ସେ ଜ୍ଞାନପ୍ରାପ୍ତ ହୋଇଥିଲେ। ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ, ପୁଣି ଭଲ କି ମନ୍ଦ, ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ। ପ୍ରିୟ ବନ୍ଧୁ, ଜ୍ଞାନୀ ରାଜା ସଲୋମନ ଏହା ପ୍ରକାଶ କରିଅଛନ୍ତି, ଯେ କି ଅତି ଜ୍ଞାନୀ ଥିଲେ, ଅତି ଧନୀ ଥିଲେ। ସେ ତାଙ୍କ ଜୀବନରେ ସବୁକିଛି ବିଷୟକୁ
ଉପଭୋଗ କରିଥିଲେ। ସବୁ କ୍ଷେତ୍ରରେ ସେ ଯାଇ ଶୀର୍ଷ ସୀମାରେ ପହଞ୍ଚିଥିଲେ। ଜଗତର ସମସ୍ତ ଐଶ୍ୱର୍ଯ୍ୟ ଏସବୁକୁ ସେ ଉପଭୋଗ କରିଥିଲେ। ସବୁ ବିଷୟକୁ ସେ ଉପଭୋଗ କରି ଶେଷରେ ସେ ଜାଣିବାକୁ ପାରିଲେ ଯେ ସବୁକିଛି ଅସାର। ଏ ଜଗତରେ ସୂର୍ଯ୍ୟ ତଳେ ଯେଉଁ ସମସ୍ତ ବିଷୟ ରହିଅଛି ସବୁକିଛି ଅସାର। ମାତ୍ର ଶେଷରେ ସେ ସାର ବୋଲି ଗୋଟିଏ ବିଷୟକୁ ଧରିନେଲେ ଆଉ ଗ୍ରହଣ କଲେ। ତାହା ହେଉଛି ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞା ସବୁ ପାଳନ କର, କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ। ପ୍ରିୟ ବନ୍ଧୁ, ଆଜି ଆମେ ପ୍ରଭୁଙ୍କୁ ଭୟ କରିବା ଉଚିତ ଓ ତାହାଙ୍କର ଆଜ୍ଞା ସବୁ ପାଳନ କରିବା ଉଚିତ। ଅନେକ ସମୟରେ ଆମେମାନେ ପ୍ରଭୁଙ୍କୁ ଭୟ କରୁ। ଆମ ପ୍ରତ୍ୟେକଙ୍କ ଜୀବନରେ ଈଶ୍ୱର ଭୟ ରହିଅଛି, କିନ୍ତୁ ଈଶ୍ୱରଙ୍କର ଆଜ୍ଞାକୁ ପାଳନ କରିବା ନିମନ୍ତେ ଆମମାନେ ଇଚ୍ଛୁକ ନୁହଁ। ତାହା ହିଁ ହେଉଛି ଆମମାନଙ୍କର ପ୍ରଧାନ ଦୁର୍ବଳତା। ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାହାଙ୍କୁ ଭୟ କରିବା ସଙ୍ଗେ ସଙ୍ଗେ ତାହାଙ୍କର ବାକ୍ୟର ବଶୀଭୂତ ହେଉ, ତାହାଙ୍କର ଆଜ୍ଞା ଅନୁଯାୟୀ ଜୀବନଯାପନ କରୁ। ତାହେଲେ ଆମମାନେ ତାହାଙ୍କର ସନ୍ତୋଷ ପାତ୍ର ହୋଇପାରିବା। ତେଣୁ ଆସୁ ଆଜି ଆମମାନେ ମଧ୍ୟ ପ୍ରଭୁଙ୍କୁ ଭୟ କରି ତାହାଙ୍କର ଆଜ୍ଞା ସବୁ ପାଳନ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆଜିର ଅଧ୍ୟୟନରେ ଆମେ ଏ କଥା ଲକ୍ଷ୍ୟ କଲୁ ଯେ ଇସ୍ରାଏଲ ଜଗତିକ ସମ୍ପତ୍ତିରେ ଉଚ୍ଚ ସୋପାନ ଯାଇ ପହଞ୍ଚି ଯାଇଥିଲା। ଈଶ୍ୱର ରାଜା ସଲୋମନଙ୍କୁ ପ୍ରଚୁର ଜ୍ଞାନ ଓ ଧନରେ ଆଶୀର୍ବାଦ କଲେ, କିନ୍ତୁ ଆତ୍ମିକ ଜୀବନରେ ଆମେ ଅଥପତନ ଦେଖୁ। ତାଙ୍କ ଜ୍ଞାନର କଥା ଶୁଣି ଶିବା ଦେଶର ରାଣୀ ଦେଖିବା ନିମନ୍ତେ ଆସିଥିଲେ। ଅନ୍ୟ ଦେଶୀୟ ସ୍ତ୍ରୀମାନେ ତାଙ୍କୁ ବିପଥରେ କଢ଼ାଇ ନେଲେ। ଆମେ ଆମ ଲୋକମାନଙ୍କୁ କେଉଁ ପଥରେ କଢ଼ାଇ ନେଉଛୁ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ କ'ଣ ସେମାନଙ୍କୁ ଈଶ୍ୱରଙ୍କ ପଥରେ କଢ଼ାଇ ନେଉଛୁ ଅବା ଜଗତର ପଥରେ ଚିନ୍ତା କରିବା ଆବଶ୍ୟକ ଅଟେ। ଆଜି ତ ଆମ ସମୟ ଏଠାରେ ଶେଷ ହେବାକୁ ଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ଯୀଶୁ, ତୁମ ଚରଣରେ ପ୍ରାର୍ଥନା କରୁଛୁ ପିତା, ତୁମେ ଆଜି ଆମମାନଙ୍କ ନିମନ୍ତେ ଯେଉଁ ଶିକ୍ଷା ଦେଇଅଛ ତାହା ଯେପରି ଆମେ ବୁଝିପାରିବୁ, ପ୍ରତ୍ୟେକ ଜଣ ନିଜ ଜୀବନରେ କାର୍ଯ୍ୟ ରୂପେ ବ୍ୟବହାର କରିପାରିବୁ, ତୁମେ ସେହିପରି ଆମ ପ୍ରତ୍ୟେକ ଜଣଙ୍କର ଜୀବନରେ ତୁମେ କରାଅ ବୋଲି ପ୍ରାର୍ଥନା କରୁଛୁ। ହେ ପିତା, ଆମମାନେ ଯେପରି ତୁମ ନିକଟରେ ପ୍ରଭୁ ଅନେକ ଗୁଡ଼ିଏ ପ୍ରଭୁ ଆତ୍ମା ହଜି ଯାଇଅଛନ୍ତି, ଆମମାନେ ଯେପରି ପ୍ରଭୁ ତୁମ ନିକଟରେ ପ୍ରଭୁ ଏ ହଜି ଯାଇଥିବା ଆତ୍ମା ଗୁଡ଼ିକ ପ୍ରଭୁ ତୁମ ନିକଟକୁ ଆଣିପାରିବୁ ପ୍ରଭୁ, ତୁମେ ସେହିପରି ପ୍ରଭୁ ତୁମେ ଆମକୁ ସାହାଯ୍ୟ କର। ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଗତ ପ୍ରଶ୍ନର ଉତ୍ତର ହେଲା ଡି ସଦାପ୍ରଭୁ। ଆଜିର ପ୍ରଶ୍ନଟି ହେଉଛି ହୋମ ବଳି କାହାକୁ ଉପସ୍ଥାପିତ କରୁଥିଲା? ଏ ପାଉଲ, ବି ଫାରୁସି, ସି ଯୀଶୁ, ଡି ସାଦୁକି। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताह विजय दर्शक बंधु हेले कंधमालू सुलता नायक और परिवार।